ବର୍ଷା ଦିନେ ବି ଗାଡ଼ି କଲେକ୍ସନ୍ ଫୁଲ୍ 24 ଗାଡ଼ି ନେଇକି ବଜେଟ୍ ଗାଡ଼ି ସ୍କର୍ପିଓ S11 ଯୋଡ଼ାଏ କ୍ଲାସିକ୍ ମଡ଼େଲ୍ ନର୍ମାଲ୍ S11 ସୁଇଫ୍ଟଠୁ ନେଇକି ହୋଣ୍ଡା BRV ପର୍ଯ୍ୟନ୍ତ ସବୁ ଆପଣ ଗୋଟେ ଜାଗାରେ ଦେଖିବା ପାଇଁକା ମିଳିବ। ଡିପି ଭାଇ କେତେ ଟଙ୍କା ଷ୍ଟାର୍ଟିଂ? 50,000 50,000 ଟଙ୍କା ଡିପି ଷ୍ଟାର୍ଟିଂ। ନମସ୍କାର ଫ୍ରେଣ୍ଡସ୍, ମୁଁ ସ୍ୱାଗତ କରୁଛି ଓଡ଼ିଆ ଟେକ୍ନିକ୍ସ ଆଉ ଗୋଟେ ନୂଆ ରିଲ୍କୁ। ଜଗନ୍ନାଥ ଅଟୋ ଡିଲର ଆସିକି ପହଞ୍ଚାଇଛି ସ୍ପେଶାଲ୍ ଆପଣମାନଙ୍କ ପାଇଁକା ଅଗଷ୍ଟ ମାସର କଲେକ୍ସନ୍ ଦେଖିବା। ତା ସାଙ୍ଗରେ ଗଣେଶ ପୂଜା ରାକ୍ଷୀ ପୂର୍ଣ୍ଣିମା ପାଇଁ କ'ଣ ଅଫର୍ ସେଇଟା ଭାଇ ଆଗୁଆ ବି କହିଦେବେ। ସେ ଭାଇ ଅଫର୍ କ'ଣ ରହିଛି? ଅଫର୍ ରହିଯିବ। ଭିଡ଼ିଓ ଦେଖି ଆସିଥିଲେ ଓନରସିପ୍, ଟ୍ୟାଙ୍କ ଫୁଲ୍ ତେଲ, ଧୁଆ ପୋଛା ପଲିସ୍ ସବୁ ଆମେ କରୁ। ସର୍ଭିସିଂ ଫ୍ରି। ଷ୍ଟାର୍ଟିଂ କରି ଆମେରିକାନ୍ ବ୍ରାଣ୍ଡରୁ ଜିପ୍ କମ୍ପାସ୍ ଆପଣଙ୍କର ରହିଯିବ 22 ନା କେତେ ପ୍ରକାର ଭାଇ? 22 ଲାଷ୍ଟ। 22 ଲାଷ୍ଟର ଡିଜେଲ୍ ମାନୁଆଲ୍ ଅଛି। ଡିଜେଲ ମାନୁଆଲ ରହିଯିବ। ସିଙ୍ଗିଲ୍ ଓନର୍ କେତେ ରେଟ୍ ଅଛି ଭାଇ? 17 ଲକ୍ଷ ଟଙ୍କା। 17 ଲକ୍ଷ। ନୂଆ କେତେ ଆସୁଛି? ନୂଆ 32। ପାଖାପାଖି 32-50 ଆସୁଛି। ଏଇ ଆମର 50ରୁ 45% ଆପଣଙ୍କୁ ଡିସ୍କାଉଣ୍ଟ ଦେଖିବା ପାଇଁ ମିଳିବ ଏଇ ଗାଡ଼ି ଉପରେ। ଆଉ ଫାଇନାନ୍ସ ଭାଇ କେତେ ଦିନ ଭିତରେ କରିଦେବେ? ଫାଇନାନ୍ସ ଭୁବନେଶ୍ୱର କଟକ ପ୍ରୋଫାଇଲ୍ ହେଇଥିଲେ ଗୋଟେ ଦିନରେ ଫାଇନାନ୍ସ କରିଦେବୁ। ବାହାର ପ୍ରୋଫାଇଲ୍ ହେଇଥିଲେ 4-5 ଦିନ ଟାଇମ୍ ଦେବେ। ଓନରସିପ୍ ଭାଇ କେତେ ଦିନ ଲାଗୁଛି? ଓନରସିପ୍ ଗୋଟେ ମାସ। ଗୋଟେ ମାସ। ତା ପାଖରେ ଏଠି ଆପଣ ଦେଖିପାରୁଥିବେ କିଆ ସେଲ୍ଟସ୍ ଅଛି 2024ର ବ୍ଲୁ କଲର୍ ପେଟ୍ରୋଲ ମାନୁଆଲ୍ ଅଛି HTX ପ୍ଲସ୍। STX ଗାଡ଼ି ଆମର କେଉଁ ଇୟର ଭାଇ? ଯେଉଁ ଆମର ଚାଲିଛି କେତେ ଭାଇ? ଗାଡ଼ି 4,500 ଚାଲିଛି। 2024 ରହିଯିବ। ମାନୁଆଲରେ ରହିଯିବ। ବ୍ରାଣ୍ଡ ନ୍ୟୁ ଗାଡ଼ି ରହିଯିବ। ଜରି ବି ଛାଡ଼ିନି ଗାଡ଼ି। ସିଙ୍ଗିଲ୍ ଓନର୍ ରେଟ୍ କେତେ ଅଛି? ରେଟ୍ ମାତ୍ର 14 ଲକ୍ଷ। 14 ଲକ୍ଷ। ନୂଆ ଗାଡ଼ି ପାଖାପାଖି ଆପଣଙ୍କୁ ଦରକାର ପାଖାପାଖି କମ୍ ରେଟ୍ରେ ଏ ଗାଡ଼ି ଉପରକୁ ଆପଣ ଯାଇପାରିବେ। ଯଦି ମାନେ କେଟା ଗୋଟେ ଅଲଗା କଲର୍ ଖୋଜୁଛନ୍ତି ପେଟ୍ରୋଲ ମାନୁଆଲ୍ ଦରକାର ଆଭେଲେବୁଲ୍ ଅଛି। ନୂଆ କଲର୍ ରହିଯିବ ଇମ୍ପେରିଆଲ୍ ବ୍ଲୁ କଲର୍। ଆଉ ବହୁତ ରେୟାର କଲର୍ ବି ରହୁଛି। ଏଠି ଆମର ଭର୍ନା ରହିଯିବ ନନ୍ ଟର୍ቦ ବାଲା ମାନୁଆଲ୍ ଅଛି ପେଟ୍ରୋଲ। ଇଏ ଭାଇ କେଉଁ ଇୟର? 2025 ରହିଯିବ। 19,000 ଗାଡ଼ି ଚାଲିଛି। ପେଟ୍ରୋଲରେ ରହିଯିବ। ଆଜ୍ଞା। SX ଟପ୍ ମଡ଼େଲ୍ ସନରୁଫ୍ ପାଇଯିବେ। ବୁଟ୍ ସ୍ପେସ୍ ଭଲ ପାଇଯିବେ। ଏ ରେଟ୍ କେତେ ଅଛି? ରେଟ୍ 12.5 ଲକ୍ଷ। ଫାଇନାନ୍ସ ତ ଭାଇ କହିଦେଇଛନ୍ତି କି 2-3 ଦିନ ଭିତରେ ହେଇଯିବ। କ୍ୟାସ୍ରେ କେତେ ସମୟ ଭାଇ ଗାଡ଼ି ଦେବେ? କ୍ୟାସ୍ରେ ଅଧଘଣ୍ଟାରେ ଦେଇଦେବୁ। ଗାଡ଼ି ଧୁଆ ପଲିସ୍ ସର୍ଭିସିଂ ଯେତିକି ଟାଇମ୍ ଲାଗିବ ବାସ୍। କେତେ ବର୍ଷ ଭାଇ ସୋରୁମ୍ ହେଲାଣି? 2018ରୁ ଅଛି। 18ରୁ ଚାଲିଛି ପୁରା ସୋରୁମ୍। ଲୋକମାନେ ଆଉଟ୍ ଅଫ୍ ବର୍ଡ଼ର ବି ଓଡ଼ିଶା ବାହାରୁ ଆସି ଗାଡ଼ି ନେଇକି ଯାଇଛନ୍ତି। କ୍ରେଟା ଡିଜେଲ୍ ଅଟୋମେଟିକ୍ ବି ଆଭେଲେବୁଲ୍ ଅଛି। ପଚାରିକି ଆସନ୍ତୁ କେତେ ଦିନ ପର୍ଯ୍ୟନ୍ତ ଆଭେଲେବୁଲ୍ ଅଛି। ଗାଡ଼ି ଆମର ଅଟୋମେଟିକ୍ କେଉଁ ଇୟର ଅଛି ଭାଇ? 2023ର ଅଛି। 23ର ସିଙ୍ଗିଲ୍ ଓନର୍। ସିଙ୍ଗିଲ୍ ଓନର୍ ସବୁ ଗାଡ଼ି ସିଙ୍ଗିଲ୍ ଓନର୍ ରହିଯିବ। ଆଚ୍ଛା। 23ର ପୁରା ଟପ୍ ମଡ଼େଲ୍ ଭେଣ୍ଟିଲେଟେଡ୍ ସିଟ୍ ରହିଯିବ। ଡାଇମଣ୍ଡ କଟ୍ ଆଲୋଏଲ୍ ରହିଯିବ। ପ୍ୟାଡେଲ୍ ସିଫ୍ଟର ଗିୟର ରହିଯିବ। ଅଟୋମେଟିକ୍ରେ ରହିଯିବ ଗାଡ଼ି। କେତେ ରେଟ୍ ଅଛି ଭାଇ? ଗାଡ଼ି 13.5 ଅଛି। 13.5 ସେକେଣ୍ଡ ଜେନେରେସନ୍ର ଡିଜେଲ୍ ଅଟୋମେଟିକ୍ ଅଛି। ପାନୋରାମିକ୍ ସନରୁଫ୍ ପାଇଯିବ। ସବୁ ଫିଚର୍ସ ଫୁଲି ଅପଡେଟ୍। ଆଉ ସବୁ ବଜେଟ୍ ଆପଣ ଦେଖନ୍ତୁ ନିଜେ କମେଣ୍ଟ କରନ୍ତୁ ବଜେଟ୍ କେମିତି କ'ଣ ଲାଗୁଛି। ଆଉ ଯଦି ଆପଣଙ୍କୁ ବି କେଉଁଠି କମ୍ ରେଟ୍ରେ ଗାଡ଼ି ମିଳୁଛି ଶିବୁ ଭାଇଙ୍କ ସାଙ୍ଗେ କଥା ହୁଅନ୍ତୁ। ସିଏ ଡିଲ୍ କରିବା ପାଇଁ ବି ପ୍ରାଇସିଂ କମ୍ ଯଦି କହୁଛନ୍ତି ଭାଇ ଏଇଠି କମ୍ରେ ମିଳୁଛି ଭାଇ ଗାଡ଼ି କଣ୍ଡିସନ୍ ଆଗ ଦେଖନ୍ତୁ। ଆଜ୍ଞା। ଫାଷ୍ଟ ଓନର୍ ଗାଡ଼ି ରହିଯାଉଛି ସବୁତକ। ଗାଡ଼ି A to Z ଅପଡେଟ୍ ହେଇକି ରହୁଛି। ଗାଡ଼ି ନେଲେ ଆପଣ 2 ବର୍ଷ ଯାଏଁ ଟଙ୍କାଟେ ଖର୍ଚ୍ଚ କରିବେ। ଆଉ ଯଦି ପ୍ରାଇସିଂ କେଉଁଠି 10,000 କମିଯାଉଛି 10,000 ନେଇଥିବେ ଏପଟେ 1 ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ତାହେଲେ ଲାଭ କ'ଣ? ତେଣୁକରି କଣ୍ଡିସନ୍ ଆସିକି ଦେଖନ୍ତୁ। ଟେଷ୍ଟ ଡ୍ରାଇଭ୍ ଫ୍ରି ଅଛି। ଲାଇସେନ୍ସ ନେଇକି ଆସିବେ ସନ୍ଧ୍ୟାପୁର ଟେଷ୍ଟ ଡ୍ରାଇଭ୍ କରିବେ। ମେକାନିକ୍ ବି ଆଲାଉ ଅଛି ଆରାମସେ ଦେଖେଇ ପାରିବେ। ଆରାମସେ ସମସ୍ତଙ୍କୁ ଆଣିକି ଦେଖିବେ। ଏଠି ସୁଇଫ୍ଟ VXIଟା ଭାଇ ଓନର୍ କେତେ ଅଛି? ଫାଷ୍ଟ ଓନର୍ ରହିଯିବ 2015 ରହିଯିବ। ସୁଇଫ୍ଟ VXI ଗ୍ରେ କଲର୍ରେ ରହିଯିବ। ହଁ। ଗାଡ଼ି 51,000 ରନିଂ କରୁଛି। ବହୁତ ବଢ଼ିଆ କଣ୍ଡିସନ୍। ପୁରା ବ୍ରାଣ୍ଡ ନ୍ୟୁ 4ଟା ଟାୟାର୍ ରହିଯିବ ପୁରା ବ୍ରିଷ୍ଟର୍ନ। ଏବେ ଲଗେଇକି ଦେଇଛନ୍ତି ଓନର୍ ଯେହେତୁ ଗାଡ଼ି ତାଙ୍କ ଥୁଆ ହେଇଥିଲା ଟାୟାର୍ ନଷ୍ଟ ହେଇଯାଇଥିଲା। ନୂଆ 4ଟା ଲଗେଇଲେ ଗାଡ଼ି ଡେଲିଭରି କଲା ଦିନ ହିଁ ଦେଇଛି। କେତେ ରେଟ୍ ରଖିଛ ଭାଇ? 3.20 ଅଛି। କେତେ ଡିପିରେ କରିଦେବେ ଏଇଟା? 50,000 ଡିପି ଦିଅନ୍ତୁ ଆରାମସେ ଫାଇନାନ୍ସ କରିଦେବୁ। 50,000। ଆଜ୍ଞା। ତାପରେ XV500 ଅଛି W11। W11 ରହିଯିବ 2021ର। 21ର BS6ରେ ରହିଯିବ। ଆଜ୍ଞା। ଇଏ ଆମର ରେଟ୍ କେତେ ଅଛି? ଭାଇ 11.5 XV 11.5ର ମିଳିଯିବ। ହଁ 11.5ର XV ମିଳିଯିବ। ଆଉ ଆମର ରହିଛି 2021ର। 21ର ରହିଯିବ ଟପ୍ ମଡ଼େଲ୍ W11 ରହିଯିବ। କେତେ ଚାଲିଥିଲା ଭାଇ? ଏଇଟା 73। 73 ଚାଲିଥିଲା। ତା ପାଖରେ ଏଠି ଆପଣ ଦେଖିପାରୁଥିବେ ଅଛି 9 ସିଟର ବୋଲେରୋଟା ଭାଇ କେବେକାର ଅଛି? 9 ସିଟର ବୋଲେରୋ 2018 ରହିବ। 18ର ହଁ। ରେଟ୍ କେତେ ଅଛି? ରେଟ୍ 770। 770। ହଁ। ଫାଇନାନ୍ସ ବି ହେବ? ଫାଇନାନ୍ସ ହେଇଯିବ ସବୁ ହେଇଯିବ। ପେପର ଫୁଲ୍ ଅପଡେଟ୍। ତା ପାଖରେ ଆଗରେ ଅଛି ସ୍କର୍ପିଓ କ୍ଲାସିକ୍ S11। କ୍ଲାସିକ୍ S11। ଇଏ ବଜେଟ୍ କେତେ ଅଛି ଭାଇ? ବଜେଟ୍ 15.5 ରହିଯିବ। ଫାଷ୍ଟ ଓନର୍ ରହିଯିବ। ଭୁବନେଶ୍ୱର ଆକ୍ଟର ରେଜିଷ୍ଟ୍ରେସନ୍ ରହିଯିବ। ଜେନ୍ୟୁନ୍ 72,000 ରନିଂ କରିଛି। କେଉଁ ଇୟର? କେଉଁଟା? ଏଇଟା 2023ର। 23ର ଅଛି। 23। ହୋଣ୍ଡାର ଆପଣ BRV ଦେଖିପାରୁଥିବେ। ଏପଟେ ଅଛି ପେଟ୍ରୋଲ ମାନୁଆଲ୍ ଅଛି। ରେଟ୍ କେତେ ଆସିବ? ରେଟ୍ ଏଇଟା ଅଛି 5,20,000। 520। 520। ସିଙ୍ଗିଲ୍ ଓନର୍ ଅଛି। ସିଙ୍ଗିଲ୍ ଓନର୍ 17 ରହିଯିବ। ପେଟ୍ରୋଲ ମାନୁଆଲ୍ ଅଛି। ମାନୁଆଲ୍ ଟପ୍ ମଡ଼େଲ୍ V ମଡ଼େଲ୍ରେ ରହିଯିବ। ହଁ।
कीलेस एंट्री रही 360 कैमेरा रही फीचर्स फुली लोडेड ଆଉ ଆପଣ ଯଦି ନେବା ପାଇଁ ଚାହୁଁଛନ୍ତି ଆସିକି ଭିଜିଟ୍ କରନ୍ତୁ 1.5 ପେଟ୍ରୋଲ ରହିବ आगे ନାଇଁ କି ଆଜ୍ଞା। ହୋଣ୍ଡା ସିଟି ଯେଉଁ ଇଞ୍ଜିନ୍ ଆସେ आगे ତା ଆଗରେ ଆପଣ ଦେଖିପାରୁଥିବେ ଆହୁରି ଗାଡ଼ି ଅଛି ଚାଲନ୍ତୁ ଦେଖିବା ଏପଟ ସାଇଡ଼୍ରେ ଗୋଟେ ଦେଖିପାରୁଥିବେ ଡାହାଣ ପଟ ସାଇଡ଼୍ରେ ସ୍କର୍ପିଓ ଗୋଟେ ଅଛି BLX ଡାହାଣ ପଟେ ଚିହ୍ନୁ ଡାହାଣ ପଟେ ହଁ ସ୍କର୍ପିଓ BLXଟା ଭାଇ କେଉଁ ଇୟର୍ ଅଛି 2014 रही भेले 14ର आगे ରେଟ୍ କେତେ ଅଛି रेट अच्छी 4,80,000 ଫାଇନାନ୍ସ ବି ହେବ फाइनान्स भी ଆଉ ଗାଡ଼ି ଯଦି ଏମିତି ଟିପ୍ଟପ୍ କଣ୍ଡିସନ୍ ଯଦି ଆପଣ ଚାହୁଁଛନ୍ତି ଟିପ୍ଟପ୍ ଅଛି ନା ନାହିଁ ଜାଣିବା ପାଇଁକା ଆସିକି ଟେଷ୍ଟ ଡ୍ରାଇଭ୍ କରନ୍ତୁ କମେଣ୍ଟ କରନ୍ତୁ ଗାଡ଼ି ଆକ୍ଚୁଆଲି ଟିପ୍ଟପ୍ ଅଛି ନା ନାହିଁ ସେ 2 ଲକ୍ଷ ଟିପ୍ଟପ୍ हाँ 2 लाख डिपी दियो ହେଇଯିବ ତାପରେ ଭେନ୍ୟୁ ଅଛି ଟର୍ବୋ ସନରୁଫ୍ ବାଲା ମାନୁଆଲ୍ ଅଛି मानुआल କେତେ ରେଟ୍ ଅଛି 2022 रही ହଁ रेट अच्छी 8 लाख टଙ୍କା 8 ଲକ୍ଷ ଟଙ୍କା ଇନ୍ସୁରାନ୍ସ ସବୁ ରେଡ଼ି ଅଛି इन्शुरांस सब आउट ଏକ୍ସଟ୍ରା ଭାଇ କେବେକାର एक्स्ट्रा 2024 रही 24ର आगे ରେଟ୍ କେତେ ଅଛି रेट से 8 लाख रही 8 ଲକ୍ଷ ସନରୁଫ୍ ପେଟ୍ରୋଲ ମାନୁଆଲ୍ ଅଛି पेट्रोल मानुआल କେତେ ଚାଲିଛି ଏଇଟା 10,000 किलोमीटर ମାତ୍ର 10,000 ଚାଲିଛି ଏପଟ ସାଇଡ଼୍ରେ ଆପଣ ଦେଖିପାରୁଥିବେ ଅଛି ସ୍କର୍ପିଓଟା କେବେକାର ଅଛି स्कॉर्पियो एटा 2021 रही 21ର आगे ଆଉ ଚାଲିଛି କେତେ एटा 73 ରେଟ୍ କେତେ ଅଛି रेट अच्छी एटा 13 लाख टଙ୍କା 12.5 फाइनल हम 12.5 ଆଉ ଏଠି ଆପଣ ଦେଖିଦେଲେ ଏଇଟା ଅଛି S11 S11 S5 ମଡ଼େଲ୍ ଗୋଟେ ଅଛି କେତେ ଆସିବ ଭାଇ S5 टा हमर 2022 रही रेट 11 लाख टଙ୍କା रही ଆସିକି ଭିଜିଟ୍ କରନ୍ତୁ ଜଗନ୍ନାଥ ଅଟୋ ଡିଲ୍ କେବଳ ଆପଣଙ୍କ ପାଇଁକା ଗାଡ଼ି ରେଡ଼ି ହେଇକି ରଖା ହେଇଛି ଅଫର ଫାଇଦା ଉଠାଇବା ପାଇଁ ଚାହୁଁଛନ୍ତି ଟାଇମ୍ ପୂର୍ବରୁ ଆସିକି ନେଲେ ଅଫର ଫାଇଦା ଉଠାଇ ପାରିବେ ଶିବ ମୁଁ ରହିଲି ଆପଣଙ୍କ କମେଣ୍ଟ ଅପେକ୍ଷାରେ ଜୟ ଜଗନ୍ନାଥ।